समस्त मोर नमस्कार जय जगन्नाथ। ମୁଁ ଆଶା କରୁଛି ଆପଣମାନେ ଜଗନ୍ନାଥଙ୍କ କୃପାରୁ ବହୁତ ଭଲରେ ଥିବେ। ଆମେ ବହୁତ ଦିନ ହେଲାଣି ଭିଡ଼ିଓ ଛାଡ଼ି ପାରୁନଥିଲୁ, ଆୟୁଷ ଘରେ ନଥିଲେ। କ'ଣ ପାଇଁ ଛାଡ଼ି ନଥିଲୁ ଆପଣ ଭିଡ଼ିଓଟିକୁ ଦେଖିଲେ ଜାଣିପାରିବେ। ଆଉ ଗୋଟେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। हाँ ରହିଯାଆନ୍ତୁ ଆପଣମାନେ ଜାଣିନଥିବେ ଆମେ ଆପଣମାନଙ୍କର କେତେ ବି କମେଣ୍ଟ ଆସିଛି ଆମେ ଭିଡ଼ିଓକୁ ଆମେ ଛାଡ଼ୁନୁ କାହିଁକି ନା ଆମେ ଯାଇଥିଲୁ ହେରି ଗୋଟେ ଆଡ଼େ। ଆପଣମାନେ ଆମ ଭିଡ଼ିଓ ଦେଖିଲେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଆପଣ ଜାଣିପାରିବେ ସବୁ। ଆପଣମାନେ ଆମ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଲାଇକ୍ ଆଉ ସେୟାର କରିବାକୁ ଜମା ବି ଭୁଲନ୍ତୁନି। ହଁ ଆଉ ଗୋଟେ କଥା କହିବାକୁ ଭୁଲିଯାଇଥିଲି, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି। ଆୟୁଷ ଜୋରରେ କହିପାରୁନାହାନ୍ତି କାହିଁକି ନା ଆୟୁଷଙ୍କର ଝାଡ଼ା ବାନ୍ତି ପୁରା ଜୋରସୋର ହେଇଛି, ଦେହଟା ବହୁତ ଖରାପ ହେଇଛି। ଆଉ ମେଡ଼ିସିନ ପାଇଁ ଯାଇଥିଲୁ, ଏଠି ମେଡ଼ିସିନ ବି ଆଣିଛୁ। ଏଇଟା ORS ପିଇବେ। ଆଉ ମେଡ଼ିସିନ ବି ଆଣିକି ଆସିଛୁ। ଏଠି ଦେଖନ୍ତୁ ମେଡ଼ିସିନ ଆସିଛି ତାଙ୍କ ପାଇଁ। ଆଉ ବହୁତ ଜୋର କିଛି କହିପାରିଲେନି ଆୟୁଷ, ଦେହ ଖରାପ ହେଇଯାଇଛି ଆୟୁଷଙ୍କର ପୁରା ଯାଇକରି। ଦେଖନ୍ତୁ ଆୟୁଷକୁ କୁକୁର ଆୟୁଷକୁ ଭୁକୁଛନ୍ତି କାହିଁକି ନା ଚିହ୍ନି ପାରୁନାହାନ୍ତି, କାହିଁକି ନା ସେ ରେନିକୋଟ୍ ପିନ୍ଧି ଦେଇଛନ୍ତି, ସେଥିଲାଗି ଚିହ୍ନି ପାରୁନାହାନ୍ତି କେଉଁ ଭଳିଆ ଭାବରେ କେମିତି ଭୁକୁଛନ୍ତି ଆୟୁଷକୁ। ଆ ଆ ଆ ଆ ସେ ଏପଟେ ବୋଲି ସେପଟେ ବୋଲି ଏପଟେ କେମିତି ଭୁକୁଛନ୍ତି। ସେ ପୁରା ଡରି ଯାଉଛନ୍ତି, କୁହନ୍ତି କିଏ ସେ ଗୋଟେ ପଶିକି ଆସିଛି ଏରି ଗାଁ ଭିତରକୁ। ଦେଖନ୍ତୁ ଏମିତି ଆୟୁଷକୁ ଚିହ୍ନି ପାରୁନାହାନ୍ତି, ସବୁ ଗୋଡ଼େଇଛନ୍ତି କେତେ କୁକୁର ଆସିକିରି, ମାନେ ତାରି କୁକୁର ସେ, କିନ୍ତୁ ଆଜି ଚିହ୍ନି ପାରୁନାହାନ୍ତି। ରେନିକୋଟ୍ ପିନ୍ଧିଛନ୍ତି। ଦେଖ ମତେ ସମସ୍ତେ ଖାବା ଆଉ ଭୁକିଲେନି କେହି। ଦେଖନ୍ତୁ ସମସ୍ତେ ସବୁ ତ କହିଲେ ଭୁକୁଥିଲେ, ଗୋଡ଼େଇକି ଯାଉଥିଲେ, ଆଉ କେହି ଭୁକିଲେନି। ଦେଖିଲେଟି ସେ ରେନିକୋଟ୍ ପିନ୍ଧି ପକେଇଲା ମାତ୍ରେ ତା ମାନେ ବୋଧେ କିଏ ଗୋଟେ ପଳେଇ ଆସିଛି ଏଠିକି। ଆଉ କିଛି ଭୁକିଲେନି, ଦେଖିଲେ ଶାନ୍ତ ହେଇଗଲେ। ମାମୁଁ ଆଇଛନ୍ତି ନେବାକୁ ଯାହେଲେ କ'ଣ ହବ, ବର୍ଷା ତ ହେଉଛି ଆଉ। ଆୟୁଷ ବାହାରିକି ଛିଡ଼ା ହେଇଛନ୍ତି କିନ୍ତୁ ଯାଇପାରୁନାହାନ୍ତି ବର୍ଷାରେ। ହେଇଗଲେ ସବୁ ସାଙ୍ଗ ହେଇଗଲେ, ପାଖ ମାଡ଼ୁନଥିଲେ କୁକୁର ଗୁଡ଼ାକ। ଭଗବାନ ରେନିକୋଟ୍ ଏଠି ଫୋପାଡ଼ିକି ଗଲା କ'ଣ ଯାଇକି ତାକୁ ଚିହ୍ନିଲେ। କ'ଣ ଆଉଥରେ ପିନ୍ଧିଲେ ଟି? ହଉ ଆଉଥରେ ପିନ୍ଧିକି ଗଲେନି ଗୋଡ଼େଇକି ଆସିବେ ନା। ଆଉ ଗୋଟେ ପିନ୍ଧିକି ଯାଉନ କେମିତି ଆସିବେ ନା। ବାହାରିଲେ ଭୁକିଲେ ପକେଇ ଚିହ୍ନି ପାରୁନାହାନ୍ତି ଆଉ। ସେ କାହାକୁ ଏପଟେ ମାନେ ଯିବାକୁ ଦେଉନାହାନ୍ତି। ଧଳା ସେଇ ଗୋଟାକ ଫାଷ୍ଟ ହେଇଲା। କୋଉ ଭଳିଆ ବର୍ଷା ହେଉଛି ଦେଖୁଛୁଟି? ହଁ ଏଇ ବର୍ଷାରେ ଯିଆ ଭୁକିଲାଟି କୁକୁର, ପୁଣି ଥରେ ଭୁକିଲାଟି। ଦେଖନ୍ତୁ ଆୟୁଷର ମାମୁଁ ଆସିଛନ୍ତି ନେବାକୁ ଆୟୁଷକୁ ବାହାଘର ପାଇଁକା। ଆସିକିରି ବାଟରେ ଆମେ ଛିଡ଼ା ହେଇଛୁ, ବହୁତ ଜୋରରେ ବର୍ଷା ହେଉଛି। ଦେଖନ୍ତୁ ଗାଡ଼ି ଥୁଆ ହେଇଛି ବାହାରେ, ବର୍ଷା କେଉଁଭଳି ଭାବରେ ହେଉଛି। ଆମେ ଟ୍ରେନ୍ ଲାଇନ୍ ଠି ଅପେକ୍ଷା କରିଛୁ, ବର୍ଷା ବହୁତ ଜୋରରେ ହେଉଛି। କ'ଣ ଏଇ ବର୍ଷାରେ ଯିବା ଆରି? ଠିକ କଥାଟି ନା ଭୁଲ କଥା ହେଲା, ଭୁଲ କଥା ଆୟୁଷ କହିଦେଲା ହେଲା। କୋଉ ଭଳିଆ ବର୍ଷା ହେଉଛି ଦେଖୁଛଟି? ଘଡ଼ଘଡ଼ି ତ ମାରିବ, କୋଉ ଭଳିଆ ବର୍ଷା ହେଉଛି, ମାନେ ଓଦା ହେଇକିରି ଯିବା ନା କ'ଣ? କେତେ ପାଣି ଏଗୁଡ଼ାକ ହେଇଗଲାଣି, ବହୁତ ଜୋରରେ ବର୍ଷା ହେଉଛି। ସିଏ ତାର ସେ ମୋବାଇଲ କାନରେ ଦେଇଦେଇକି ବସିଛି, ଆଉ ସିଏ କାହାକୁ କିଛି କହୁନି। ଆଉ ଟେନସନ୍ ନାହିଁ ନା? ମାନେ ଚାଲିକି ଯିବେ। ହଁ ଚାଲିକି ଯିବ ହେରି। କେମିତି ବର୍ଷା ହେଉଛି, କେମିତି ଲାଗୁଛି ବର୍ଷା ହେଇଛି? ବହୁତ ବଢ଼ିଆ। ବର୍ଷାରେ ଆମେ ଏବେ ଛିଡ଼ା ହେଇଛୁ, କୋଉଦିନ ବର୍ଷା ହେଉଛି ଦେଖନ୍ତୁ, ଏତେ ଜୋର ବର୍ଷା ହେଉଛି। ରେନିକୋଟ୍ ଘୋଡ଼େଇ ଦେଇଥିଲେ ଜଣାପଡ଼ୁନି ବର୍ଷା ହେଉଛି ବୋଲି ନା। ସେପଟେ
ट्रेन आसीनी आसवे ट्रेन ट्रेन आसने तो तुम देखंतु ट्रेन ट्रेन आसवे तो टाइम है ट्रेन आसवे ये वर्षा होती मैंने कहूँ এই ବର୍ଷାରେ ମୁଁ ମନା କରୁଛି ଯିବାନି ଯିବାନି ନା ହଁ ଚାଲ ବର୍ଷାରେ ବର୍ଷା ଟିକେ ଯେମିତି ଛାଡ଼ିଲା କହିଲା ଯିବା ହାରି ବର୍ଷାରେ ଯେଉଁ ଆସିକି ଅଧ ବାଟରେ ଛିଡ଼ା ହେଇଛେ ଆଇ ସେଠି ବସି ପଡ଼ିଲା ଆଉ ଏପଟେ ଜଣେ ବସିକି ସେ ମୋବାଇଲ ଚଲାଉଛି ଆଉ ସେ ମୋବାଇଲରେ ପୁରା ବିଜି ଆଉ ଗାଡ଼ି ଏଠି ଥୁଆ ହେଇକି ଗାଡ଼ି ପୁରା ଓଦା गेट पड़ीगला ट्रेन आसला वर्षा भी आड़े छाड़ीगला आयुष कौन देखी देखी जा ट्रेन टे नाई वर्षा छाड़ी जी पलैबा हाउ तुमरी कथा मानिक मामू मैंने ठिया वर्षा ठिया लुटी कहीं ट्रेन तो आसनी आसी आसुनी चढ़वा हाँ 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 ट्रेन आस ट्रेन धीरे 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 आसला के धीरे धीरे आस ट्रेन आई सब खुशी हो गले ट्रेन आसला बोली आसटी आई ट्रेन देखापी ट्रेन देखिले जा बाटे आठा करदे समस्त हो चलो ए वर्षा छाड़ा टे हम पलैबा मोबाइल देखिलु चित्र हो मेहंदी या तो देखी देखा टे तो सेपट सेपट देखुनु हाँ छोट पिला कौन या तो एमती खुला करदे टे खुला करनु तो ହେଇନି ଆଉ मेहंदी होची तू कौन लिखा है बाटू ना बुटू ना बाटू ना कौन भंग कर जल्दी ड्रेस नष्ट हो जाए आज रहुची आसंता काली बैक टू वीडियो रे आपण माने देखिया को जमा भूलंतुनी रहुची नमस्कार टाटा।